मैंने ढूंढा ये सारा जहां, तेरे जैसा ना कोई मिला, जैसे तूने किया है क्षमा, तेरे जैसा ना कोई मिला। मैंने ढूंढा ये सारा जहां, तेरे जैसा ना कोई मिला। पापों का थाकर मुझ पे जो भारी, दुखों में जिंदगी गुजारी थी सारी, मेरे गुनाहों से मुझको बचाने तूने खुदा अपनी जिंदगी दीवानी, मेरे गुनाहों से मुझको बचाने तूने खुदा अपने जिंदगी दीवानी, तूने कर दी है कीमत अदा, तेरे जैसा ना कोई मिला। मैंने ढूंढा ये सारा जहां, तेरे जैसा ना कोई मिला। थैंक यू लॉर्ड जीसस। प्रभु ए जगत पापमय जगत रे तम भली परमेश्वर पाइबा बहुत कष्ट। हालेलुया। प्रभु ए जगत सारा खोजी खोजी प्रभु तम भली परमेश्वर पाई पारलु नहीं। धन्यवाद पिता परमेश्वर, तुम एक यूनिक परमेश्वर, स्पेशल परमेश्वर। धन्यवाद करछु प्रभु तुम से निष्कपट प्रेम पाए, तुम से दया पाए, तुम से अनुग्रह पाए। प्रभु एते बेले तुम से रब को सुनिबा पाए आम प्रस्तुत अट। पवित्र आत्मा तुम कथा कह आज पड़ी भाग आम को दियो बोले प्रार्थना कर। अन्य मनस्क हेबा पाई दियो ना, तुम पवित्र आत्मा आयत समस्त को बांधि रख बोली प्रार्थना कर। जदि वाक्य बुणा जाउथिबा समय रे शैतान रो कौन से स्पिरिट जदि कार्य करुए जीसु को नाम रे गेट आउट कर। धन्यवाद पिता, प्रार्थना सुनिल, उत्तर देल बोली प्रार्थना जीसु को नाम रे मांग। आमेन आमेन। प्रेज द लॉर्ड। हालेलुया। मो कथा सुबा होचे? हाँ भाई सुबुची सुबुची। मधुस्मिता दीदी मो कथा सुबा होचे? प्रेज द लॉर्ड कोंतो प्रेजेंट गुरथर पकई दबा। मधुस्मिता दीदी प्रेज द लॉर्ड भाई से रेकॉर्डिंग रे पकई तो कहि परबा ना। ओ ठीक अछि। एबे जाई टिके बंद कर दियंतो। दिनेश से आज्ञा। प्रेज द लॉर्ड। I praise the Lord. एलिजाबेथ दीदी प्रेज द लॉर्ड। प्रेज द लॉर्ड। होसाना मैजिक 7 8 प्रेज द लॉर्ड दीदी। भाई शुभुजी। जयश्री साहू दीदी प्रेज द लॉर्ड। प्रेज द लॉर्ड भाई। होसाना से दीदी प्रेज द लॉर्ड बोले नहीं दुख लागला, परंतु बेसी दिन पर प्रेजेंट पकाउचे। लहटी माला प्रधान दीदी प्रेज द लॉर्ड। प्रेज द लॉर्ड भाई। मती 1:5-6 टिके पढ़िया पे साहाय्य करे। द्वितीय तिमोथी 1:5-6। द्वितीय तिमोथी 1:5-6। कारण जो निष्कपट विश्वास तुम्हारो जेजेमा लोपी और तुम्हारो माँ यूनिका ठारे थिला, पुणी तुम्हारो ठारे मध्य अछि बोले मोर दृढ़ विश्वास। तुम्हारो सही निष्कपट विश्वास विषय रे मो खबर पाई अछि।
ଏହି କାରଣ ମୁଁ ତୁମ୍ଭକୁ ସ୍ମରଣ କରାଉଅଛି ଯେ ତୁମ୍ଭଠାରେ ଈଶ୍ୱରଙ୍କ ଯେ ଅନୁଗ୍ରହ ଦାନ ଅଛି ତାହା ପୁନର୍ବାର ପ୍ରଚଳିତ କର। ଆମେନ୍। Praise the Lord. Praise the Lord. ଆଜିର ଟପିକ ହଉଛି ନିଷ୍କପଟ ପ୍ରେମ। ଆଜିର ଟପିକଟା କଣ? ନିଷ୍କପଟ ପ୍ରେମ। ଦେଖନ୍ତୁ, ହେଲେ ପାଉଲ ତିମୋଥୀଙ୍କ ପାଖରେ ଚିଠି ଲେଖୁଛନ୍ତି ଆଉ ତାଙ୍କୁ କହୁଛନ୍ତି, ତିମୋଥୀ, ଆଉ ଯେଉଁ ଅକପଟ ବିଶ୍ୱାସ ତୁମର ମାତାମୟୀ ଲୋଇ ଓ ତୁମର ମାତା ୟୁନିକିଟାରେ ଥିଲା ବୋଲି କହୁଛନ୍ତି। ଆଉ ତିମୋଥୀଙ୍କର ଜେଜେମାଙ୍କ ନାଁଟା କଣ ଥିଲା? ଲୋଇ। ଆଉ ତାଙ୍କ ମାଙ୍କ ନାଁ ଥିଲା ୟୁନିକି। ଆଉ ଏଠାରେ କହୁଛନ୍ତି ତମର ଜେଜେମା ପାଖରେ ଯୋଉ କଥା ଥିଲା ନିଷ୍କପଟ ବିଶ୍ୱାସ ଥିଲା, ନିଷ୍କପଟ ପ୍ରେମ ଥିଲା, ନିଷ୍କପଟ କଥାବାର୍ତ୍ତା କାହା ପାଖରେ ଥିଲା? ଲୋଇ ପାଖରେ। ଲୋଇ କିଭଳି ଲୋକ ଥିଲେ? ସମସ୍ତଙ୍କୁ ନିଷ୍କପଟ ପ୍ରେମ କରୁଥିଲେ, ସରଳ ମନୋଭାବ ଥିଲା, ଛଳ କପଟ ନଥିଲା, ଅହଙ୍କାର ନଥିଲା, କ୍ରୋଧ ନଥିଲା। ଲୋକଙ୍କୁ ମାନେ ଲଗାଜଡ଼ା କରିବାର ବିଷୟ ନଥିଲା ତାଙ୍କ ଜୀବନରେ। ଅହଙ୍କାର କୂଟ କପଟ କରିବାର ବିଷୟ ନଥିଲା। ପାତର ଅନ୍ତର କରିବାର ବିଷୟ କିଛି ନଥିଲା। ନିଷ୍କପଟ, ଗୋଟେ ଛୋଟ ପିଲା ଭଳି କଥା। ଗୋଟେ 10 ବର୍ଷର ପୁଅକୁ ଯାହା କଥା ହେବା, ଗୋଟେ 50 ବର୍ଷର ପୁଅକୁ ମଧ୍ୟ ସେଭଳି କଥା ହେବା। ସେଆକୁ ନିଷ୍କପଟ ସମାନ୍ତର ପ୍ୟାରାଲାଲ ଭାବରେ କାହାକୁ ମଧ୍ୟ ଛଳ, ଆକୁ ଗୋଟେ ପ୍ରକାର କଥା କହିବି, ତାକୁ ଗୋଟେ ପ୍ରକାର କଥା କହିବି, ଏଭଳି ନଥିଲା। ସେ ପାଉଲ କହୁଛନ୍ତି, କାରଣ ଯେଉଁ ଅକପଟ ବିଶ୍ୱାସ ତୁମର ମାତାମୟୀ ଲୋଇ ଓ ତୁମର ମାତା ୟୁନିକିଟିରେ ଥିଲା। ପୁଣି କି ପ୍ରକାର ଥିଲା? ଅକପଟ ପ୍ରେମ କାହା କାହା ପାଖରେ ଥିଲା? ଜେଜେମା ଲୋଇ ଆଉ ମା ୟୁନିକି। ପୁଣି ତୁମଠାରେ ମଧ୍ୟ ଅଛି ବୋଲି ମୋର ଦୃଢ ବିଶ୍ୱାସ। ସେ କଥା କହୁଛନ୍ତି, ଲୋଇ ପାଖରେ ଯୋଉଟା ଥିଲା, ୟୁନିକି ପାଖରେ ମଧ୍ୟ ସେଇଆ ଥିଲା, ଆଉ ତମ ପାଖରେ ମଧ୍ୟ ଅଛି ବୋଲିକରି ମୁଁ ବିଶ୍ୱାସ କରୁଛି। କିଭଳି ବିଶ୍ୱାସ? ଦୃଢ ବିଶ୍ୱାସ କରୁଛି। ଦେଖନ୍ତୁ, ପାଉଲ କହୁଛନ୍ତି, ଆଉ ତୁମର ସେଇ ଅକପଟ ବିଶ୍ୱାସ ବିଷୟରେ ମୁଁ ସମ୍ବାଦ ପାଇଅଛି ବୋଲି କହୁଛନ୍ତି। ମୁଁ ବିଶ୍ୱାସ ବି କରୁଛି ଆଉ ସମ୍ବାଦ ବି ପାଇଛି। ହେଲେ ପାଉଲଙ୍କୁ ତ ତିମୋଥୀ କହିନଥିବେ ମୋ ଜେଜେମା ଏମିତି ଲୋକ, ମୋ ମା ଏମିତି ଲୋକ, ମୁଁ ବି ଏମିତି ଲୋକ। ନିଜେ ଜେଜେ ଯଦି କହିଥିଲେ, ସେ ସମ୍ବାଦ ପାଇବା କଥା ଗୋଟେ ଅଲଗା, ସମ୍ବାଦ ପାଇବା କଥା, ଆଉ ନିଜେ ଶୁଣିଛି ତମଠାରୁ, ତମେ ମତେ କହିଛ ବୋଲି ଡାଇରେକ୍ଟ କହିଦେଇଥାନ୍ତେ। ହେଲେ ସମ୍ବାଦ ପାଇଛି କହିବାର ଅର୍ଥ କଣ? ମାନେ ଅନ୍ୟ କେଉଁ ଲୋକମାନେ ମଧ୍ୟ ପାଉଲଙ୍କୁ ଏଇ ତିମୋଥୀ ବିଷୟରେ, ତିମୋଥୀଙ୍କର ମା ୟୁନିକି ବିଷୟରେ ଆଉ ତାଙ୍କ ଜେଜେମା ଲୋଇ ବିଷୟରେ ପାଉଲଙ୍କୁ କହିଛନ୍ତି। ଦେଖନ୍ତୁ, 3 ଜଣଙ୍କ ବିଷୟରେ ଲୋକମାନେ କଣ ପାଉଲଙ୍କୁ କହିଛନ୍ତି ଯେ ତିମୋଥୀ ଏଭଳି ଚରିତ୍ରର ପୁଅ, ତାଙ୍କର ମା ମଧ୍ୟ ଏଭଳି ଚରିତ୍ରର ପୁଅ, ତାଙ୍କ ଜେଜେମା ମଧ୍ୟ ଏଭଳି ଚରିତ୍ରର ଲୋକ ବୋଲି ସବୁ କହିଛନ୍ତି। ସେଇଥିପାଇଁ ସେ କହୁଛନ୍ତି ମୁଁ ସମ୍ବାଦ ପାଇଛି ଆଉ ମୋ ପାଖରେ ଦୃଢ ବିଶ୍ୱାସ ଅଛି। ଏହାର ଅର୍ଥ ଆମେ କିଭଳି ଭାବରେ ବୁଝିବା? ନିଶ୍ଚିତ ଭାବରେ ତିମୋଥୀଙ୍କର ଜେଜେମା ତିମୋଥୀଙ୍କୁ ଉତ୍ତମ ବିଷୟରେ ଶିକ୍ଷା ଦେଇଥିବେ, ନିଷ୍କପଟ ପ୍ରେମ ବିଷୟ ଶିକ୍ଷା ଦେଇଥିବେ। ତାଙ୍କ ମା ମଧ୍ୟ ତିମୋଥୀଙ୍କୁ ନିଷ୍କପଟ ପ୍ରେମ ଶିଖାଇଥିବେ। ଆଉ ଶେଷରେ ତିମୋଥୀ ମଧ୍ୟ ସେ ନିଷ୍କପଟ ପ୍ରେମ ଶିଖିଥିବେ। ସେଇ କଥାଟା ଶୁଣି ସମସ୍ତେ ପାଉଲଙ୍କୁ ଖବର ଦେଇଥିବେ। ଦେଖନ୍ତୁ କେତେ ସୁନ୍ଦର ବିଷୟ, ସାକ୍ଷ୍ୟ ଦଉଛନ୍ତି। ଗାଁର ଭଦ୍ରମଣ୍ଡଳୀ ହଉ, ଗାଁର ଲୋକବାକ ହଉ, ପାଉଲଙ୍କୁ ସାକ୍ଷ୍ୟ ଦେଇଥିବେ ତିମୋଥୀଙ୍କ ମା, ତିମୋଥୀଙ୍କ ଜେଜେମା ବିଷୟରେ। ପୁଣି ସବୁ କିଛି ଜାଣିକିରି ପାଉଲ
ତିମୋଥୀଙ୍କୁ କଣ କହୁଛନ୍ତି, ମୁଁ ଶୁଣିଛି ତମର ନିଷ୍କପଟ ପ୍ରେମ ବିଷୟରେ। ତାହେଲେ ଆମେମାନେ ନିଜକୁ ନିଜେ ଟିକେ ସମୀକ୍ଷା କରିବା। ଆମେମାନେ ନିଜର ପୁଅ, ନିଜର ଝିଅ, ନିଜର ନାତି ନାତୁଣୀ ମାନଙ୍କୁ କିଭଳି ଶିକ୍ଷା ଦଉଛ? ବେଳେ ବେଳେ ଆମମାନେ ନିଜର ପୁଅ ଝିଅ ମାନେ ଯଦି କୌଣସି କାରଣବଶତଃ ସରଳତା ଦେଖାଇଲେ ଆମେ କହୁ, ଏ ମା ମତେ ମାରିଦେଲା। ସେ ଆମକୁ, ତୁ ବି ମାରିଲୁନି ତାକୁ, ତୁ କାହିଁକି ଶାନ୍ତ ହେଇ ରହିଲୁ? ବେଳେ ବେଳେ ମୁଁ ଗାଁ ଗହଳି ମାନଙ୍କରେ ମୁଁ ଶୁଣିଛି, ଛୋଟ ଛୋଟ ଛୁଆମାନେ ସ୍କୁଲ ଯାଆନ୍ତି, ଖେଳିବା ପାଇଁ ଯାଆନ୍ତି, ସାଙ୍ଗସାଥି ହେଇକି ଦଳ ମେଳ ହେଇକି ଖେଳନ୍ତି। ସେତେବେଳେ ତାଙ୍କ ଭିତରେ ମାନେ କାମୁଡ଼ା କାମୁଡ଼ି ହୁଅନ୍ତି, ପିଟାପିଟି ହୁଅନ୍ତି, ବାଡ଼ିଆ ବାଡ଼ି ହୁଅନ୍ତି, ଗାଳି କରାକରି ହୁଅନ୍ତି। ନାଇଁ ମତେ ସେ ଅଭଦ୍ର ଭାଷାରେ ଗାଳି କଲା, ତୁ ବି ଅଭଦ୍ର ଭାଷାରେ ଗାଳି କଲୁନି। କେମିତି ଶିକ୍ଷା ଦେଖନ୍ତୁ ମାଙ୍କର। ତୁ ବି ତାକୁ ବାଡ଼େଇଲୁ ନାହିଁ। ନାଇଁ ମା ମୋ ପେନ୍ଟା ଚୋରି ହେଇଗଲା, ସେ ସ୍କୁଲରେ କିଏ ଚୋରି ନେଇଗଲେ, ତୁ ବି କାଲିକୁ ଯିବୁ କାହାର ଗୋଟେ ପେନ୍ଟାକୁ ଚୋରିକି ନେଇ ପଳେଇ ଆସିବୁ। ଦେଖନ୍ତୁ କିଭଳି ଶିକ୍ଷା। ନାଇଁ ନାଇଁ ଆମକୁ ସେ ଜମି ବାବଦରେ ବାଢ଼ିବା ପାଇଁ ଜଗିଥିଲେ ମା, ତମେମାନେ ମଧ୍ୟ କେତେ ଜଣ ସେଟ୍ ହେଇକିରି ଗୋଟେ ଦଳ ହେଇକିରି ତାଙ୍କୁ ବାଢ଼ା। ଏଭଳି ମଧ୍ୟ ଆମେ ଅନେକ ସମୟରେ ଆମର ପୁଅ ଝିଅ, ପରିବାର ବର୍ଗ, ଲୋକବାକ, ନାତି ନାତୁଣୀ ମାନଙ୍କୁ ଶିକ୍ଷା ଦେଇଥାଉ। ଆଉ ଯଦି ଝିଅ କଥା ଯଦି କହିଲେ ତ ନାଇଁ ନାଇଁ ଜେଜେମା ମତେ ସେ ପୁଅ ଗୋଟେ ଅଧିକା ଦେଖୁଥିଲା, ତୁ ବି ତାକୁ ଭଲରେ ଟିକେ ଦେଖିଦେଲୁନି। ନାଇଁ ନାଇଁ ମତେ ସେ ଲାଇନ ମାରୁଥିଲା କହିଲେ, ଆଉ ତୁ ମଧ୍ୟ ତାକୁ ଟିକେ ହସି ଦେଲୁନି। ଏଭଳି ମଧ୍ୟ ତାକୁ ଟିକେ ସେମିତି ଲୋକକୁ ପଟେଇ ଦେବାର। ଅନେକ ଲୋକ ମୁଁ ଶୁଣିଛି ତାଠୁ ପଇସା ହାସଲ କରିଦେବା, ଅନେକ କୁଚିନ୍ତାର ଶିକ୍ଷା ଦିଅନ୍ତି, ଯାହା ଫଳରେ ତାଙ୍କ ଜୀବନରେ କୁପ୍ରଭାବ ପଡି ସେମାନେ ବିନଷ୍ଟ ହୁଅନ୍ତି। ଅନେକ ମା ମାନେ ଅଛନ୍ତି, ଏ ବାବୁ ଆଜି ଯାଇକିରି ତାଙ୍କ ଘର ଚୋରି କରି ଆଣିବ, ତାଙ୍କଠି ପଣସ ପାଚିଛି ଯାହା ତ ଚୋରିକି ଆଣିବୁ, ଯାହାଠି ମକା ଅଛି ଯାହା ମକା ଟିକେ ଚୋରିକିରି ଆଣେ, ଯାହା ତେନ୍ତୁଳି ତାଙ୍କ ଗଛରେ ଅଛି ତେନ୍ତୁଳି ତାଙ୍କୁ କିଛି କହିବୁ ନାହିଁ, ଧୀରେ ଯାଇକି ତଳିକି ଧରି ପଳେଇ ଆସିବୁ। ଅନେକ ଖରାପ ବିଷୟରେ ଶିକ୍ଷା ଦେଇଥାଉ। ଆପଣମାନେ ସମସ୍ତେ ଭଲ, ମୁଁ ଆପଣଙ୍କୁ କହୁନି, ଆପଣମାନେ ସମସ୍ତେ ଜ୍ଞାନୀ ଲୋକ, ଧାର୍ମିକ ଲୋକ, ଆପଣମାନେ ଏସବୁ ଶିକ୍ଷା ଦିଅନ୍ତି ନାହିଁ ନିଜର ପୁଅ ଝିଅ ମାନଙ୍କୁ। ଏହା ମୁଁ ଆପଣଙ୍କୁ କହୁନାହିଁ, ଖରାପ ଭାବେ ନାହିଁ। କିନ୍ତୁ ଅନେକ ଲୋକମାନେ ଅଛନ୍ତି, ନିଜକୁ ନିଜେ ନହେଲେ ଟିକେ ସମୀକ୍ଷା କରି ଦେଖିବା, ମୁଁ କେବେ ଏମିତି ମୋର ପୁଅ ଝିଅ, ମୋର ନାତି ନାତୁଣୀ, ମୋର ଲୋକବାକ, ମୋର ସ୍ୱାମୀ କି ମୋର ସ୍ତ୍ରୀକୁ ଏମିତି କେବେ କହିଛି କି ତୁ ବି ସେମିତି ବାଡ଼େଇଲୁ ନାହିଁ, ତୁ ବି ରାଗରେ ତାକୁ ଗାଳି କଲୁ ନାହିଁ, ତୁ ବି ସିଏ ତରକାରୀ ଦେବାକୁ ମନା କଲା, ତମେ ବି ତାଙ୍କୁ ତରକାରୀ ଦେବ ନାହିଁ ହେଲା, ତାଙ୍କ ଘରେ ଆଜି ଚିକେନ କଲେ ଆମକୁ ଦେଲେ ନାହିଁ, ତମେ ବି ଦେବ ନାହିଁ। ଏମିତି ଶିକ୍ଷା ଗୁଡାକ ବି ଦେଇଥାଉ। ନାଇଁ ନାଇଁ ତାଙ୍କର ଗହଣା ଟିକେ ପିନ୍ଧି ଯିବା ପାଇଁ ଆମେ ମାଗିଲୁ, ତାଙ୍କର ଆମେ ଭୋଜି ଖାଇ ଯିବାର ଅଛି, ଆଉ ସେମାନେ ଦେଲେ ନାହିଁ, ତମେ ବି ତମର ଗହଣା ଜମା ଦେବନି, ତମ ଶାଢୀ ପେଡିରୁ କାଢିବନି, ସେ ଆସିଲେ ନାଇଁ ଆମର ହଜି ଯାଇଛି କହିବ। ନାଇଁ ଫାଉଡା, ଯଦି ତାଙ୍କର ଫାଉଡା ଦେଲେନି ତାହେଲେ ନା ଆମର ଶାବଳ ପାଇଁ ଆସିବେ କାଲିକି, ଆମେ ଦେବାନି। ଆରେ ଏଭଳି ମଧ୍ୟ ଆମର ପରିବାର ମାନଙ୍କ ମଧ୍ୟରେ ଶିକ୍ଷା ଦେଇଥାଉ। ଆମେ କେବେ ଦେଇଛୁ ନା? ଆମେ କେବେ କେବେ ଆମ ଜୀବନରେ କାହା କାହାକୁ ଏଭଳି ଶିକ୍ଷା ଦେଇଛୁ କି? ଟିକେ ଚିନ୍ତା କରି ଦେଖିବା। ପ୍ରଭୁ ଦେଖୁଛନ୍ତି ଆମମାନଙ୍କର ହୃଦୟକୁ, ଆମମାନଙ୍କର ମନୋଭାବକୁ। କିନ୍ତୁ ଲୋଇ ପାଖରେ ସେଭଳି ଶିକ୍ଷା ନଥିଲା, କିନ୍ତୁ ସେ ୟୁନିକ ପାଖରେ ସେଭଳି ଶିକ୍ଷା ନଥିଲା, ଯାହା ଫଳରେ ତିମୋଥୀ ସେ ଖରାପ ଶିକ୍ଷାକୁ ସେ ଗ୍ରହଣ କରିନଥିଲେ। ଯାହା ଫଳରେ ପାଉଲ ଆଜି ଶୁଣିବାକୁ ପାଇଲେ ଯେ ସେ ତିମୋଥୀଙ୍କ ବିଷୟରେ ତମର ଜେଜେମା, ତମର ମା ତମକୁ ଉତ୍ତମ ଶିକ୍ଷା ଦେଇଛନ୍ତି, ଯାହା ତମେ ସେ ଉତ୍ତମ ଶିକ୍ଷା ଶିଖିଛ ତାହା ଦାଣ୍ଡରେ ପରିପ୍ରକାଶ ହଉଛି। ଯାହା ଫଳରେ ଦାଣ୍ଡର ଲୋକମାନେ ମତେ କହିଛନ୍ତି ତମ ବିଷୟରେ ମୁଁ ଶୁଣିଛି, ଆଉ ଦୃଢ ବିଶ୍ୱାସ ଅଛି ତମ ହୃଦୟ ନିଷ୍କପଟ ଥିବ, ତମର ଚରିତ୍ର ନିଷ୍କପଟ ଥିବ, ତମର ପ୍ରେମ ନିଷ୍କପଟ ଥିବ, ତମର କଥାବାର୍ତ୍ତା ସରଳ ଥିବ, ତମେ ଭଦ୍ରାମୀର ଲୋକ ଥିବ।
ତମେ ନିଜେ ନ ଖାଇକି ଅନ୍ୟକୁ ଖୁଆଇବାର ଲୋକ ତ। କେତେ ସୁନ୍ଦର ବିଷୟ। ତାଙ୍କ କଥା ସେ ତିମୋଥୀଙ୍କର ଦାଣ୍ଡରେ ପଡୁଛି, ଦାଣ୍ଡରେ ଗଡୁଛି। ଏଭଳି ଅନେକ ବିବାହରେ ପଡିଥିବ, ଏଭଳି ମାନେ ଗାଁ ଗହଳିରେ ଲୋକମାନେ ପୋଖରୀ ତୁଠକୁ ଯାଇକି ସେଇଠି କଥାବାର୍ତ୍ତା ହୁଅନ୍ତି। ଅଙ୍କ ଘର ଝିଅ ଏଭଳି, ଅଙ୍କ ଘର ପୁଅ ଏଭଳି, ଏଭଳି ସେ ଉତ୍ତମ ପାଠ ପଢୁଛି, ସେ ଝିଅ ଏଇଠି ପିଲା ପାଇଁ ପଳେଇଲା। କେତେବେଳେ ଉକୁଣି ଏମିତି କାଢା କାଢି ହେବା ପାଇଁ ଗୋଟେ ଦଳ ହୁଅନ୍ତି ଝିଅ ପିଲା ଗୁଡାକ, ସେଇଠି କଥା ହୁଅନ୍ତି। ଅନେକ ଲୋକଙ୍କର ଚର୍ଚ୍ଚା ଗୁଡାକ ଉତ୍ତମ ବିଷୟ ବି କଥା ହୁଅନ୍ତି, ଆଉ ଖରାପ ବିଷୟ ଗୁଡାକ ମଧ୍ୟ କଥା ହୁଅନ୍ତି। କାହିଁକି? କାରଣ ସେଭଳି ଚରିତ୍ର ଦେଖା ଯାଇଥାଏ। ଯଦି କୋଉ ଆମ ସାହିର ଗୋଟେ ପୁଅ କି ଝିଅ ସେମିତି ଯଦି ଖରାପ, ନାହିଁ ସେ ଚୋରଟା, ସେ ପୁଅ ପୁରା ଚୋରଟା, ସେ ଖରାପ ଲୋକଟା, ଚୋରି କରି ଜେଲ ଯାଇଛି, ଏଭଳି ମଧ୍ୟ କଥା ହୁଅନ୍ତି। ନାଇଁ ସେ ଝିଅଟା ସେ ପୁଅ ସହିତ ଫେରାରି ପଳେଇଲା ପରା, ଏଭଳି ମଧ୍ୟ କଥା ଆସେ। କିନ୍ତୁ ଖ୍ରୀଷ୍ଟରେ ପ୍ରିୟ ଭାଇ ଓ ଭଉଣୀ ମାନେ, ଆମର ଚରିତ୍ର କିଭଳି ହେବା ଦରକାର? ଉତ୍ତମ ସମ୍ବାଦ, ଉତ୍ତମ ନିଷ୍କପଟ ପ୍ରେମ, ଉତ୍ତମ ଚରିତ୍ରର ଲୋକ ହେବା ଦରକାର। ତେବେ ଆମର ଚରିତ୍ର ଏ ଦାଣ୍ଡରେ ଏ ପାଠରେ ପଡିବା ଦରକାର। ନାଇଁ ନାଇଁ ସେ ମିଖାଇଲ ଆଜ୍ଞା ବହୁତ ଭଲ ଲୋକ, ଉତ୍ତମ ବାକ୍ୟ ଦିଅନ୍ତି, ଉତ୍ତମ ପ୍ରେମିକ ଲୋକ। ନାଇଁ ନାଇଁ ସେ ମଧୁସ୍ମିତା ଦିଦି ଏତେ ସୁନ୍ଦର ଲୋକ, ତାଙ୍କ ପ୍ରାର୍ଥନାରେ ଅନେକ ଲୋକ ସୁସ୍ଥ ହଉଛନ୍ତି। ନାଇଁ ସେ ମହେଶପତା ଦିଦି ଏତେ ମାନେ ଗୋଟେ ମାନେ ଏତେ ପ୍ରେମିକ ଲୋକ, ଏତେ ସୁନ୍ଦର ତାଙ୍କର ହୃଦୟ, ଏତେ ସୁନ୍ଦର କଥାବାର୍ତ୍ତା, ତାଙ୍କ ସହିତ କଥାବାର୍ତ୍ତା ହଉଥିଲେ ଆଉ ଟିକେ କଥାବାର୍ତ୍ତା ହେବ ଲାଗୁ, ଯେତେ ଦୁଃଖ ଥିଲେ ମଧ୍ୟ ସବୁ ଭୁଲିଯାଇ ହେବ। ନାଇଁ ନାଇଁ ସେ ସୁବ୍ରତୀ ଦିଦି ଏତେ ସୁନ୍ଦର ଆମକୁ ମାନେ ଆଡଭାଇସ୍ ଦିଅନ୍ତି, ଗୋଟେ ବିପଦରେ ପଡିଥିଲେ ମଧ୍ୟ ତାଙ୍କୁ କଥା ହେଲେ ସାଙ୍ଗେ ସାଙ୍ଗେ ମାନେ ସାନ୍ତ୍ୱନା ପାଇଯାଉଛି। ଏଭଳି ଲୋକ, ଏଭଳି ସାକ୍ଷ୍ୟ ଆମ ଜୀବନରେ ତିଆରି କରିବା ନିହାତି ଆବଶ୍ୟକ। ଆମେ ସେ ଲୋଇ ଆମର ପୁଅ ଝିଅ ମାନଙ୍କୁ ମଧ୍ୟ ଆମେ କିଭଳି ସେ ଲୋଇ ଭଳିଆ ଉତ୍ତମ ଶିକ୍ଷା ଦେବା, ସେ ୟୁନିକ୍ ଭଳିଆ ଉତ୍ତମ ଶିକ୍ଷା ଦେବା। ଯଦି ଆମେ ନିଜେ ଯଦି ହେଇଛୁ, ହେଲେ ତିମୋଥୀ ଭଳିଆ ଉତ୍ତମ କାର୍ଯ୍ୟ କରି ଦେଖେଇବା। ନିଷ୍କପଟ ପ୍ରେମ ରହିବା ଦରକାର, ପ୍ରଭୁ ଭକ୍ତି ରହିବା ଦରକାର, ପ୍ରାର୍ଥନାରେ ଆରାଧନାରେ ମଜି ଯାଉଥିବା ଦରକାର। ତେବେ ସେଇଦିନ କହିବେ, ନାଇଁ ସେ ଅଙ୍କ ଆଜ୍ଞାଙ୍କର ଝିଅ ଏତେ ସୁନ୍ଦର ଆରାଧନା କରିବ, ଏତେ ସୁନ୍ଦର ପ୍ରାର୍ଥନା କରିବ, ଓ ତା ପାଇଁ ହଜାର ହଜାର ପ୍ରସ୍ତାବ ଆସିଥିବ। ଏମିତି ପାଠ ଆମର ପୁଅ ଝିଅ ପଢିବାର ଅଛି ଯେ ଚାକିରି ତା ପଛରେ ଥାଇବାର ଅଛି। ସେ ପୁଅ ପାଖରେ ଏବେ ଗୋଟେ ଚାକିରି ଛାଡିଲା, ଆଉ ଗୋଟେ ଚାକିରି ପାଇଲା, ଆଉ ଗୋଟେ ଚାକିରି ଛାଡିଲା, ଆଉ ଗୋଟେ ଚାକିରି ପାଉଛି। ଏତେ ଜ୍ଞାନ କିଛି ପୁଅର, ଏତେ ସୁନ୍ଦର ପୁଅ କି, ଶାନ୍ତଶିଷ୍ଟ ଭଦ୍ର ପୁଅ କି, ସେଥିପାଇଁ ପ୍ରଭୁ ତାକୁ ଆଶୀର୍ବାଦ କରୁଛନ୍ତି। ଗୋଟେ ଚାକିରି ଛାଡିଲା ପରେ ଆଉ ଗୋଟେ ଚାକିରି ଆସୁଛି, ଆଉ ଗୋଟେ ଚାକିରି ଛାଡିଲା ପରେ ଆଉ ଗୋଟେ ଚାକିରି। ଏତେ ସୁନ୍ଦର ପୁଅ ଝିଅ ମାନେ ତାଙ୍କର ବାପା ମା ମାନେ ଏତେ ସୁନ୍ଦର ଶିକ୍ଷା ଦେଇଛନ୍ତି। ଦେଖତ ଆମ ପୁଅ ଝିଅ ବି ସେମିତି କରିବା, ଏଭଳି ସାକ୍ଷ୍ୟ ମିଳିବ। କିନ୍ତୁ ଗୋଟେ ଗୋଟେ ନାଇଁ 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 ନାଇଁ, ତାର ପୁଅକୁ ଗୋଟେ ଚାକିରି ବି ଆସୁନାହିଁ, ତାର ଝିଅକୁ ଗୋଟେ ପ୍ରସ୍ତାବ ବି ଆସୁନାହିଁ। ସେ ଏତେ ଷ୍ଟାଇଲ ବାଲିଟା, ପ୍ରାର୍ଥନା ଟିକେ କରିବନି, ସେ ଲିପଷ୍ଟିକ ଓଠରେ ଲଗେଇ ହେଇଥିବ କିଲେ କିଲେ, କାନରେ ଏତେ ବଡ ବଡଟା ଲଗେଇ ହେଇଥିବ, ଶାଢୀ ଏତେ ଷ୍ଟାଇଲରେ କଥାବାର୍ତ୍ତା ଦେଖୁନ। ନାଇଁ ନାଇଁ ତାଙ୍କ ଘରେ ଯାଉନ, ସେ ଝିଅ ଭଲଟା ନାଇଁ, ପ୍ରସ୍ତାବ ନିଅ ନାହିଁ ବୋଲି କହିବେ। ନାଇଁ ନାଇଁ ସେ ପୁଅ ଭଲଟା ନାଇଁ, ନାଇଁ ନାଇଁ ମଦୁଆ, ସେ ଗୋଟେ ଚୋର, ତାର କଥାବାର୍ତ୍ତା ଭଲ ନାହିଁ, ତାଙ୍କୁ ତମେ ବନ୍ଧୁ ଯୋଡ ନାହିଁ, ଜ୍ୱାଇଁ କର। ନାଇଁ 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 ଛାଡ ଛାଡ। ଖ୍ରୀଷ୍ଟରେ ପ୍ରିୟ ଭାଇ ଓ ଭଉଣୀ, ଆମର ପୁଅ ଝିଅକୁ ଏଭଳି ତିଆରି କରିବା ଯେଭଳି କି ଆଜି ତିମୋଥୀଙ୍କ କଥା ବାଇବଲରେ ସ୍ଥାନ ପାଇଲା, ଆମର କଥା ମଧ୍ୟ ବାଇବଲରେ ସ୍ଥାନ ନ ପାଇପାରେ, କିଛି ନାହିଁ କିଛି ନାହିଁ, କିନ୍ତୁ ଅନ୍ୟମାନଙ୍କର ହୃଦୟରେ ସ୍ଥାନ ପାଇବା ଦରକାର। ଏ ଜଗତର ଲୋକମାନେ ଜାଣିବା ଦରକାର ଯେ ଆମର ପୁଅ ଝିଅ ମାନଙ୍କର ମାନେ ଓଜନ କେତେ, ଆମ ପୁଅ ଝିଅ ମାନଙ୍କର ସ୍ୱଭାବ କିଭଳି, ଆମ ପୁଅ ଝିଅ ମାନଙ୍କର ଚରିତ୍ର କିଭଳି, ଆମ ପୁଅ ଝିଅ ମାନଙ୍କର ଜ୍ଞାନ କିଭଳି। ଖ୍ରୀଷ୍ଟରେ ପ୍ରିୟ ଭାଇ ଓ ଭଉଣୀ ମାନେ, ଆଜି କାହା ପାଇଁ ଯେ କଥା କହୁଛନ୍ତି ମୁଁ ଜାଣିନି, କାହାର ପୁଅ ଝିଅ ପାଇଁ ଆଜି କଥା କହୁଛନ୍ତି ମୁଁ ଜାଣିନାହିଁ, କେଉଁ ଲୋକମାନଙ୍କ ପାଇଁ ଏ କଥା କହୁଛନ୍ତି ପ୍ରଭୁ ଜାଣିନାହିଁ। ବୋଧେ ନିଶ୍ଚିତ ଭାବରେ ଆମ ଜୀବନରେ ନିଷ୍କପଟ ପ୍ରେମ ନାହିଁ, କପଟି ମାନେ ଆମେ ବୋଧେ
प्रभु आज यही वाक्य देखि सुधारिबा पई इच्छा करूचंती जेते निष्कपट हेबी कहले मध्य शैतान बेले बेले आम मानकु माने छंदी दउची कि कपट करिबा पई अन्याय करिबा पई पातर अंतर करिबा पई अन्यर काको माने कूट कपट करिबा पई अन्य को माने माने जाल रे पकाइबा पई ताको माने गोटे नीच दृष्टि देखिबा पे अपमान करिबा पई बोधे आम मान हृदय निष्कपट ना पेरेलाल ना समांतर ना क्या गोटे छोट लोक को हिनस्ता करी कहबा बड़ लोक को अति सम्मान रे सम्मानित करे नाई 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 प्रभु यह शिखाऊ ना माने जदि आम मानकर भोजी होते गोटे बड़ लोक आसो ताको गोटे भितरे नहीं कि डाकिकी देवा आ गोटे जमती सेमती लोक आसते से लास्ट आड़ को ए सेपटे ताको खाइबा को दे दियो एमती मध्य होउछे ख्रीष्टरे प्रिय भाई अपने एभली प्रेम को प्रभु घृणा करुचंती निष्कपट प्रेम निहाती आवश्यक एभली प्रेम जदि आम जीवन में थाए एभली स्वभाव आम जीवन में थाए ताले आम स्वर्ग राज्यर अधिकारी हो पारिबानी अधा बाटे रही जावा जेते प्रार्थना जेते आराधना जेते देखे हेबार ढंग जेते सौंदर्य जेते ज्ञान सबू से देशिया भाषा गोटे अच्छी 12 बरसर परिश्रम सुखा पड़ा जा ए राति दिन ए जूम रे खलिकी बसिकी रहिबा प्रार्थना करिबा आराधना करिबा शिक्षा देवा शिक्षा ग्रहण करिबा सब तुच्छ होई जब मो प्रिय माने आ जदि आमे जदि अन्य को शिक्षा दे आमे जदि से भली रहिबा आ जदि नरक को जिबा कोन सिला आम शिक्षा रे अन्य माने उपकृत है कि जीवन पुस्तक रे नाम लिखि दे किंतु आमर कौन हो निजे शिक्षा दे दे मध्य ए कपटी भलिया ही रही जा तेणु ख्रीष्टर प्रिय भाई भौणी मैंने प्रभु आज आम कथा कर 6 नंबर ये लिखा जाए यही कारण मु तुमको स्मरण कराऊँगी जे पाउल कहते तिमोथी स्मरण कराऊँगी प्रभु आपण को मत मत स्मरण कराऊँच आम मान पाप को आम मान कपटी हृदय को आम मान से केते बड़े भूल कर देचु प्रभु को सामना रे काको आमे पातर अंतर कर देचु निष्कपट प्रेम काले देखाई नथिबो बोधे प्रभु आज स्मरण कराइबा पे कहउछन्ति नाई नाई बाबुली तो अमको दिन तो निष्कपट हेई ना हो कपटी भाबे कथा होतिलो तोर प्रेम को मु देखिछि तोर हृदय सफा नथिला प्रभु कथा कहउछन्ति मो प्रेम केते बेले किउ समय रे बोधे हुए आमे कपटी भली कथबार्ता कर कपटी हृदय नहीं कि लोक सम्मुख जाइए बोधे प्रभु आज आमको मने पकई दौरान स्मरण कर स्मरण कराऊँ जदि आम सेमती कहीचे ताहले स्मरण करवा प्रभु को क्षमा मागिबा यही कारण मु तुमको स्मरण कराऊँगी जे तुम ठारे ईश्वरंकर जो अनुग्रह दान अच्छी ता पुनः प्रज्वलित कर पुनः प्रज्वलित कर पूर्ण प्रज्वलित करवा यार अर्थ जे अनुग्रह दान प्रभु आज आम को देइचंती आम को लक्षे टंकार मालिक हेबार जो दान देइचंती आमे ताको हरई देकरी कौन करूछु 30,000 मालिक हो 40,000 मालिक प्रभु तो हमको लक्षे टंकार मालिक करूचंती उड़ाजाहाज मालिक करुथिबे से हीरा खंडीर मालिक करुथिबे से बुलेट शोरूम रो मालिक करुथिबे किंतु आमे से मालिक ना हेबा पई इच्छा नै किंतु गोटे लोकर हलिया हेबा को इच्छा अन्य पाखरे काम करबा पई इच्छा जन से कहउचंती से स्मरण कराउचंती तमर से निष्कपट प्रेम ए भली आउ थरे पुनः अजलित कर से कपटी भलिया हो नै से अहंकारी भलिया हो नै से दुष्ट लोकन को भलिया हो नै से खराब लोकन को भलिया हो नै नले आशीर्वाद कमी जीवो स्मरण कराऊँ स्मरण कर कौ जगार तुम भटकी जाइल कि कौ जगार तुम पाप कर कि कौ जगार तुम हृदय निर्मल नहीं कि कौ जगार तुम माने निष्कपट प्रेम क्या दे पारि न कि ताहले मने पकाओ तुम दुख निजे मन पकाई अनुताप के फेरी आस तुम दुख चली तुम जहाँ बाधा चली जहाँ सब आशा आकांक्षा पूरा हो ना से पूरा हेबो देह सुस्थ सबल रहिबो ऋण बोझ चली मनर जहाँ माने दुख समस्या ये कष्ट चली से कहते से कौन कहते पुनः उज्जवल कर
ଆଉ ଯେତିକି ପୂର୍ବରୁ ଯାହା ଥିଲା ତମେ ଯେତେବେଳେ ମାନେ ନୂତନ ନୂତନ ଭାବରେ ପ୍ରଭୁଙ୍କ ନିକଟରେ ଆସିଲ ସେତେବେଳେ ଯୋଉ ପ୍ରକାର ପ୍ରେମ ଥିଲା, ଯୋଉ ପ୍ରକାର ସ୍ନେହ ଥିଲା, ଯୋଉ ପ୍ରକାର ମାନେ ନିଷ୍କପଟ କଥାବାର୍ତ୍ତା ଥିଲା ତାକୁ ପୁନଃ ଉଜ୍ଜଳିତ ବୋଧେ ସରିଯାଇଛି ଆମର, ଉଜ୍ଜଳ ହେଇନାହିଁ। ତେଣୁକରି ପୁନଃ ଭାବରେ ଆଉଥରେ ମାନେ ପୁନର୍ବାର ଆଉଥରେ ପୁନର୍ବାର କରିବା। ଉଜ୍ଜଳ ଦେଖାଯାଉଥିଲା କିନ୍ତୁ ତାକୁ ଲିଭି ଯାଇଛି, କପଟ ହେଇଯାଇଛି ହୃଦୟ, ନିଷ୍କପଟ ନାହିଁ ବୋଧେ। ସେଥିପାଇଁ ଆଉ ଥରେ ପୁନଃ ଉଜ୍ଜଳିତ କର ବୋଲି କହୁଛନ୍ତି। ଆଉ ଥରେ ତାକୁ ନିଷ୍କପଟ ପ୍ରେମକୁ ଆଉ ଥରେ ଧାରଣ କରିବା, ଆଉ ଥରେ ଶିକ୍ଷା କରିବା, ଆମର ମର୍ଯ୍ୟାଦାକୁ ବଢେଇବା। ଆମର ମର୍ଯ୍ୟାଦାରେ କଥାବାର୍ତ୍ତା ହଉଥିଲୁ, ଆମେ ସୁନ୍ଦର କଥାବାର୍ତ୍ତା ହଉଥିଲୁ, ସେ ବୋଧେ ଆଜି ଚାଲି ଯାଇଛି। ଆଜି ସୁନ୍ଦର ପ୍ରଭୁ ଭଳି ଜୀବନ କାଟୁଥିଲୁ, ଆରାଧନା କରୁଥିଲୁ, ବାଇବେଲ ନୂତନ ଭାବେ ପଢୁଥିଲୁ, ବୋଧେ ଆଜି ଆମର ଲସ୍ ହେଇଯାଇଛି। ସେଥିପାଇଁ ପୁନଃ ଉଜ୍ଜଳିତ କରାଉଛନ୍ତି। ଆଉ ଥରେ ତମେ ସେ ପୂର୍ବ ପରି ଆସ। ଯୋଉଦିନ ପ୍ରଥମେ ଯୀଶୁଙ୍କ ପାଖରେ ଆସିକି ପ୍ରାର୍ଥନା କରୁଥିଲ, ଆରାଧନା କରୁଥିଲ, ବାକ୍ୟ ପଢୁଥିଲ, ଆଉ ଏତେ ଯୀଶୁଙ୍କର ସ୍ୱଭାବରେ ଆଗକୁ ଚାଲୁଥିଲ, ସେ ସ୍ୱଭାବ ବୋଧେ ଏବେ ଆପଣ ମୋର ଦେଖା ଯାଉନାହିଁ। ସେଇଥିପାଇଁ ଆଉ ଥରେ ଆସ ବୋଲି କହୁଛନ୍ତି। ଆଉ ଥରେ ସେଇଗୁଡାକୁ ରିଷ୍ଟାର୍ଟ କର। ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆଜି ଆମକୁ ଶିଖାଉଛନ୍ତି ବୋଧେ ଆମର ଲସ୍ ହେଇଯାଇଛି। ଆଜିଠାରୁ ଆମେ ସେ ତିମୋଥୀଙ୍କ ଭଳିଆ ଗୋଟେ ସ୍ୱଭାବର ପୁରୁଷ ହେବା କି, ଯେ ନିଷ୍କପଟ ଥିଲା, ସେ ପ୍ରଭୁ ଭୟ ଥିଲା, ଯେ ଯୀଶୁଙ୍କ ସହିତ ଲାଗିକି ରହିବାର ଜୀବନ ଥିଲା, ଯାହା ଫଳରେ ସେ ତାଙ୍କର ଏରିଆର ଲୋକ, ତାଙ୍କର ଗାଁର ଲୋକ, ସେ ପଡୋଶୀ ଲୋକମାନେ ସାକ୍ଷ୍ୟ ଦେଲେ, ନାଇଁ ନାଇଁ ତିମୋଥୀ ବହୁତ ଭଲ ପିଲା, କାହିଁକି ତାର ମା ଉତ୍ତମ ଶିକ୍ଷା ଦେଇଛି, ତାର ଜେଜେମା ଉତ୍ତମ ଶିକ୍ଷା ଦେଇଛି, ସେମାନେ ତାଙ୍କର ପରିବାର ଏତେ ସୁନ୍ଦର ପରିବାର, ତାଙ୍କ ପରିବାରରେ କୌଣସି ଲୋକ ଖରାପ ନାହିଁ। ପାଉଲ ଶୁଣିଲେ ଖୁସି ହେଲେ। ତେଣୁ ଯଦି ବା ଆମ ପରିବାରକୁ ଆମେ ମଧ୍ୟ ଯଦି ଉତ୍ତମ ପରିବାର ଭାବରେ ବିଖ୍ୟାତ କରିବା ପାଇଁ ଚାହୁଁଛୁ, ତାହେଲେ ନିଷ୍କପଟ ପ୍ରେମ କରିବା। ଆମ ପୁଅ ଝିଅ ମାନଙ୍କୁ ଉତ୍ତମ ଶିକ୍ଷା ଦେବା, ଉତ୍ତମ ଚରିତ୍ରରେ ଗଠନ କରିବା, ଯୀଶୁଙ୍କର ସ୍ୱଭାବରେ ବୃଦ୍ଧି କରିବା, ସଣ୍ଡେ ସ୍କୁଲ ଗୁଡାକ ଛାଡିବା, ଚର୍ଚ୍ଚ ମାନଙ୍କର କମ୍ପିଟେଟିଭ ଗୁଡାକରେ ସାମିଲ କରିବା, ପାଳକ ପାଳିକା ମାନଙ୍କର ସହିତ ଜଡ଼ିତ ହେଇକି ତାଙ୍କ ସହିତ ଜୀବନ ବିତେଇବା, ପ୍ରଭୁ ଭଳି ଜୀବନ କାଟିବା, ଏଭଳି ଅନେକ ବିଷୟ ଯାହାକି ଯୀଶୁଙ୍କର ସ୍ୱଭାବ ସବୁକୁ ଆମେ ଆପଣେଇବା, ଯାହା ଫଳରେ ପ୍ରଭୁ ଆମମାନଙ୍କର ଜୀବନରେ ପ୍ରଚୁର ଆଶୀର୍ବାଦ କରିବେ। ତେଣୁ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀ ମାନେ, ଯଦି ଆମ ଜୀବନରେ ଆଜିଠାରୁ ଯଦି ନିଷ୍କପଟ ପ୍ରେମ ନାହିଁ, ତାହେଲେ ଆଜି ଗୋଟେ ସମୀକ୍ଷା କରିବା କି, ଆଜି ଗୋଟେ ଚ୍ୟାଲେଞ୍ଜ କରିବା କି, ଆଜି ଗୋଟେ ସଂକଳ୍ପ ନେବା କି, ନିଷ୍କପଟ ହୃଦୟ ନେଇକି ଜୀବନ ବିତେଇବା। ପ୍ରଭୁ ଆଜି ସେ ଆଶୀର୍ବାଦ ଦେବା ପାଇଁ ଚାହୁଁଛନ୍ତି, ତମେ ନିଷ୍କପଟ ହୃଦୟରେ ଜୀବନ ବିତାଅ, ମୁଁ ତମକୁ ସେ 100% ଆଶୀର୍ବାଦ ଦେବି। ତମେ ଯେଉଁ ବିଷୟ ଚାହୁଁଛ, ଇଚ୍ଛା କରୁଛ, ସେ ବିଷୟ ମୁଁ ଦେବା ପାଇଁ ରାଜି ଅଛି, କିନ୍ତୁ ତମର ପ୍ରେମ ନିଷ୍କପଟ ହେବା ଦରକାର, ତମର ହୃଦୟ ନିଷ୍କପଟ ହେବା ଦରକାର। ତମର ଯେ ମାନେ ଆଗରୁ ଯୋଉ ସ୍ୱଭାବରେ ବଞ୍ଚୁଥିଲ, ତାକୁ ପୁନଃ ଉଜ୍ଜଳିତ କର। ଆଜି ଚେଷ୍ଟା କରିବା ଆଜି ପ୍ରଭୁଙ୍କର ସ୍ୱଭାବରେ ବଞ୍ଚିବା। ଆଉ ଆଜି ଗୋଟେ ଚ୍ୟାଲେଞ୍ଜ କରିକି ଆମର ସ୍ୱଭାବ ଦେଖିକିରି ଲୋକମାନେ ଯେପରି ଶିଖିବେ, ନାଇଁ ନାଇଁ ସେ ବାବୁଲି ଭଲ ପିଲା, ନାଇଁ ନାଇଁ ସେ ମିଖାଇଲ ବଢିଆ ଲୋକଟା, ମଧୁସ୍ମିତା ବଢିଆ ଲୋକଟା, ଉଷା ବଢିଆ ଲୋକଟା, ଲହଡିମାଳା ବଢିଆ ଲୋକଟା, ସେ ଏଲିଜାବେଥ ବଢିଆ ଲୋକଟା ବୋଲିକି ଲୋକ କହିବାର ଅଛି, ସେ ସୁବ୍ରତୀ ବଢିଆ ଲୋକଟା ବୋଲି ଲୋକ କହିବାର ଅଛି। ଆମଠୁ ଲୋକମାନେ ଶିଖିବେ, ସେତେବେଳେ ପରମେଶ୍ୱର ଖୁସି ହେବେ, ଆଉ ଆଶୀର୍ବାଦର ବର୍ଷା ହେବ। ଆସନ୍ତୁ ଗୋଟେ ଗୀତ ଗାଇକି ଆଜି ସାରିବେ, ଯେହେତୁ ଏତେ ଗୀତ ଗା ପରି ଲାଗୁଛି, ବିଳମ୍ବ ହେଲେ କ୍ଷମା କରିବେ। जिंदगी की सफर में यीशु है तेरे संग, जिंदगी की सफर में यीशु है तेरे संग, तू भूलना नहीं
छोड़ना नहीं यीशु का दामन, तू भूलना नहीं, प्यारे छोड़ना नहीं यीशु का दामन। जिंदगी की सफर में यीशु है तेरे संग, यीशु का फजल तेरे साथ रहेगा, निराशा में नई आशा वो देगा। संकट के समय तुझे सहारा देगा, हाथों को थाम कर साथ चलेगा। यीशु का फजल तेरे साथ रहेगा, निराशा में नई आशा वो देगा। संकट के समय तुझे सहारा होगा, हाथों को थाम कर साथ चलेगा। तू भूलना नहीं, पर छोड़ना नहीं यीशु का दामन। जिंदगी की सफर में यीशु है तेरे संग। धन्यवाद पिता परमेश्वर प्रभु, तम स्तुति प्रशंसा और महिमा प्रभु। आम जीवन में जदि निष्कपट प्रेम देखा जाओ ना, आम को क्षमा कर, आम को उत्तम वाक्य देल, आम को सजाड़ी हेबार गोटे समय देल, सुजोग देल। धन्यवाद। आम पाप दोष क्षमा कर, तमें आम सहित रहा परमेश्वर, आम जीवन सारा प्रभु आम सांगे सांगे रही आमर समस्त भूल भटका को सजाड़ा परमेश्वर। धन्यवाद करुचु जेते जन एठार उपस्थित अच्छा प्रभु, आज वाक्य शुणुंट प्रभु, समस्त को प्रचुर मात्रा आशीर्वाद ए प्रार्थना जीशु नाम मागिले, आमेन आमेन।